ନମସ୍କାର ଜୟ ଜଗନ୍ନାଥ ସାଙ୍ଗମାନେ ଆପଣମାନଙ୍କୁ ମୋ ଚ୍ୟାନେଲକୁ ଅନେକ ଅନେକ ସ୍ୱାଗତ। ମୁଁ ଭଲରେ ଥିବା ସହିତ ଆଶା ଆପଣମାନେ ସମସ୍ତେ ଜଗନ୍ନାଥଙ୍କ କୃପାରୁ ବହୁତ ଭଲରେ ଥିବେ। ତ ଶୀତ ପଡ଼ିଗଲାଣି, ସକାଳୁ ଜମା ବି ଜଲ୍ଦି ଉଠି ହେଉନି। ଭୋର 5:30 ପର୍ଯ୍ୟନ୍ତ ବି ଅନ୍ଧାରିଆ ରହୁଛି। ତ 6ଟା ପାଖାପାଖି ଯାଇକି ପୁରା ଫାଙ୍କା ହେଉଛି। ତ ଆଜି ବି ଉଠିଲା ବେଳକୁ ମୋର ଅନେକ ଡେରି ହେଇଥିଲା। ତ ମାଆ ଯାଇକି ଠାକୁର ଘରେ ପୂଜାପୂଜି ଆରମ୍ଭ କରିଦେଇଥିଲେ। ଅଲମୋଷ୍ଟ ପୂଜା ସାରି ଦେଇଥିଲେ, କେବଳ ଭୋଗ ଦେବା ଧୂପ ଦୀପ ଦେବା ବାକି ଥିଲା। ତ ମୁଁ ଯାଇକି ଭୋଗ ଧୂପ ଦୀପ ଦେଇ ଦେଇଥିଲି। ତ ଏପଟେ ମୁଁ ଚା ବସେଇକି ବାପାଙ୍କୁ ଦେଇ ଦେଇଥିଲି। ତାପରେ ପୂଜା ସରିଲା ପରେ ଶାଶୁ ବୋହୂ 3 ଜଣ ଯାକ ଆସିକି ଚା ଖାଇ ନେଇଥିଲୁ। ତ ଆଜି ପର୍ଯ୍ୟନ୍ତ କେବେ ବି ଏମିତି ହେଇନି ପୁଅ ସକାଳୁ ନିଜେ ଉଠିକି ବ୍ରସ୍ କରିକି ଖାଇବା ମାଗିଛି। ତ ମୁଁ ପୂଜା ସାରିକି ଆସିଲା ପରେ ତାକୁ ଉଠେଇକି ଛତୁଆ ଖୁଆଇ ନେଇଥିଲି। ତାପରେ ବେଡ଼୍ ଟିକେ ଫିକ୍ସ କରିନେଇଥିଲି, କାହିଁକିନା ପୁଅ ଶୋଇଥିଲା, ସେଥିପାଇଁ ମୁଁ ବେଡ଼୍ ସଜାଡ଼ି ପାରିନଥିଲି। ଘରେ ଝାଡ଼ୁ ମାରି ନେଇଥିଲି। ଏବେ ମୋର ବେଡ଼୍ ଫିକ୍ସ ହେଇଯାଇଛି। ତ ଘରେ ଅନେକ କାମ ଥାଏ, ତା ଭିତରୁ ମୋର ପାଣି ଭରା କାମ ବି ଥାଏ। କେତେବେଳେ ମୁଁ ଭରେ, କେତେବେଳେ ସାନ ଯାଆ ଭରେ। ଆଜି ମୁଁ ଭରି ଦେଇଛି, ସେ ଅଲଗା କାମରେ ବ୍ୟସ୍ତ ଥିଲା। ତ ପାଣି ଭରି ଦେଇକି ତଳେ ସବୁ କାମ ସାରିଲା ପରେ ମୁଁ ଛାତ ଉପରକୁ ପଳାଇଥିଲି ଚୁଲି ଲଗାଇବା ପାଇଁ। ଚୁଲି ଲଗାଇକି ଭାତ ପାଇଁ ପାଣି ବସାଇ ଦେଇଥିଲି। ପାଣି ଫୁଟିଲା ପରେ ମୁଁ ଚାଉଳ ପକାଇ ନେଇଥିଲି। ତ ଆଜି କ'ଣ ହେଇଛି କେଜାଣି, ଚୁଲିଟା ବାର ଲିଭୁଛି, ଧୂଆଁ ହେଉଛି। ଆଉ ଧୂଆଁରେ ଏତେ କଷ୍ଟ, ହେ ପ୍ରଭୁ। ଯାହା ହଉ ଫୁଙ୍କା ଫୁଙ୍କି କରି ଚୁଲି ଟିକେ ଜଳେଇ ଦେଇଥିଲି। ଚୁଲିରୁ ଆଉ ଧୂଆଁ ହେଇନଥିଲା, ଆରାମସେ ରୋଷେଇ କରିଥିଲି ବସିକି। ଆଜି ଲେଟ୍ ହେବାରୁ ଶାଶୁ ବୋହୂ 3 ଜଣ ଯାକ କେହି ଛାତକୁ ଆସିନଥିଲେ ଖାଇବା ପାଇଁ। ସମସ୍ତେ ତଳେ ବସିକି ପଖାଳ ଖାଇ ଦେଇଥିଲୁ। ତାପରେ ମୁଁ ଉପରକୁ ପଳାଇ ଆସିଥିଲି ରୋଷେଇ ପାଇଁ। ତଳେ ମାଆ ଆଉ ସାନ ଯାଆ ତାଙ୍କର ଅନ୍ୟାନ୍ୟ କାମ କ'ଣ ଥିଲା ସେମାନେ କରୁଥିଲେ। ତ ମୁଁ ଭାତ ବସାଇ ଦେଇକି ପରିବା ତକ ନେଇ ଆସିଥିଲି, ଏଠି ବସିକି କଟାକଟି କରିଦେଇଥିଲି। ତ ଏମିତିରେ ପରିବା ଯେଉଁ ରେଟ୍, ତା ଦେହରେ ଘରେ ପରିବା ବି ଆମର କିଛି ନଥିଲା। ବୋଇତ କଖାରୁ, ସାରୁ, ଆଳୁ, ତା ଦେହରେ ସୋଲା ଯାଇ କିଛି ଭେଦେଇକି ରଖିଥିଲି। ଓଉ କାଟିକି ବି ରଖିଥିଲେ ମାଆ। ସବୁବେଳେ ମସଲା ମସଲି ଖାଇବା ଖାଇକି ମାନେ ଆଉ ଇଚ୍ଛା ବି ହେଉନି ଖାଇବା ପାଇଁ। ସେଥିପାଇଁ ଭାବିଲି ଆଜି ଘାଣ୍ଟିଆ କରିବି, ତା ଦେହରେ ପିଆଜ ରସୁଣ ଅଦା ଛେଚା ଦେଇକି, ମସଲା ବାଟିକି ପକାଇବିନି। ତ ସେମିତି କରିଥିଲି। ପ୍ରଥମେ ସବୁ ପରିବା ତକ ସନ୍ତୁଳି ଦେବା। ପରିବା ବୋଲି ବୋଇତ କଖାରୁ, ସାରୁ, ଆଳୁ, ଟମାଟୋ, ତା ଦେହରେ ସୋଲା ଯାଇ, ଓଉ, ତାକୁ ସନ୍ତୁଳି ଦେଇଥିଲି ଲୁଣ ହଳଦୀ ପକାଇକି। ସିଝିଗଲା ପରେ ତାକୁ ପିଆଜ ରସୁଣ ଅଦା ଛୁଙ୍କ ଦେଇ ଦେଇଥିଲି। ତ ଏଠି ମୋର ତରକାରୀ ଅଲମୋଷ୍ଟ ରେଡ଼ି ହେଇଗଲାଣି। ତା ସହିତ ସଜନା ଶାଗ, ବନ୍ଧାକୋବି, ତାକୁ ପିଆଜ ରସୁଣ ଅଦା ଛେଚା, ତା ସହିତ ବେସନ ଦେଇକି ମୁଁ ତାକୁ ବରା କରିଥିଲି। କେବେ ଟ୍ରାଏ କରନ୍ତୁ, ନିଶ୍ଚିନ୍ତ ଭଲ ଲାଗିବ। ଆମକୁ ତ ସମସ୍ତଙ୍କୁ ବହୁତ ହି ଟେଷ୍ଟି ଲାଗିଲା। ରୋଷେଇ ସାରିଦେଇ ପୁଅକୁ ଅପେକ୍ଷା କରିଥିଲୁ ଆସିଲେ ଖାଇବୁ ବୋଲି। ତ ପୁଅ ଆସିଲା ପରେ ମୁଁ ତାକୁ ଆଗେ ଫାଷ୍ଟ ଖାଇବାକୁ ଦେଇ ଦେଇଥିଲି। ତାପରେ ଯାଆ, ମୁଁ, ଶାଶୁ ଶ୍ୱଶୁର 4 ଜଣ ଯାକ ମିଶିକି ଖାଇ ନେଇଥିଲୁ। ତ ଆଜି ମୋତେ ବହୁତ ଖୁସି ଲାଗିଥିଲା ଗୋଟେ କଥାକୁ ନେଇକି। ତ ମୁଁ ରୋଷେଇ ସାରିଛି, ଜଷ୍ଟ ଗୋଟେ ଲୋକ ଆସିଥିଲେ ଏମିତି ଭିକ୍ଷା ମାଗିବା ପାଇଁ, କି ତାଙ୍କ ସ୍ତ୍ରୀଙ୍କର କ'ଣ ଅସୁବିଧା ହେଇଛି, ପଡ଼ିଯାଇଛନ୍ତି ତାଙ୍କର ଅପରେସନ୍ ପାଇଁ। ତ ଆମ ପାଖରେ ଯେତିକି ଥିଲା ଆମେ ସେତିକି ସାହାଯ୍ୟ କରିଥିଲୁ। ତାପରେ ସେ ଖାଇବାକୁ କିଛି ମାଗିଥିଲେ, ତ ରୋଷେଇ ସରିଥିଲା, ମୁଁ ତାଙ୍କୁ କିଛି ଖାଇବାକୁ ଦେଇଥିଲି। ଆଉ ଶାନ୍ତିରେ ସେ ଖାଇକି ଯାଇଥିଲେ। ମୋତେ ଆଜି ବହୁତ ଖୁସି ଲାଗିଲା। ମାଆ ବି କହିଲେ ହଁ, ଯିଏ ଖାଇବାକୁ ମାଗିବ ତାଙ୍କୁ କେବେ ମନା କରିବୁନି, ଖାଇବାକୁ ଯାହା ବି ହେଲେ ଦେବୁ। ଅନ୍ନଦାନ ଠାରୁ ମହତଦାନ ଆଉ କିଛି ବି ନାହିଁ। ତ ଭୋକିଲା ପେଟରେ ଆହାର ଦେବା ବହୁତ ବଡ଼ ପୁଣ୍ୟର କଥା। ତ ସେଥିପାଇଁ ଆଜି ମୋତେ ବହୁତ ଖୁସି ମିଳିଥିଲା, ଶାନ୍ତି ବି ଲାଗିଥିଲା ଆତ୍ମାକୁ। ତ କାହାକୁ ଖାଇବାକୁ ଦେଇକି ଦେଖେଇବାର ଗୁଣ ସେଇଟା ଜମା ବି ଭଲ ନୁହଁ। ଖାଇବାକୁ ଦିଅନ୍ତୁ। ମୁଁ ଭିଡ଼ିଓରେ କହିଲି ଏଥିପାଇଁ କି ଆପଣମାନେ ଏମିତି ବ୍ୟକ୍ତି କିଏ ଯଦି ଆପଣଙ୍କ ସାମ୍ନାରେ ପଡ଼ନ୍ତି, ଆପଣ ଖାଇବାକୁ ଦେବେ, ସାହାଯ୍ୟ କରିବେ, ଭଗବାନ ଆପଣଙ୍କ ଉପରେ ଖୁସି ହେବେ। ଖାଇବା ସରିଲା ପରେ ଅନ୍ୟାନ୍ୟ କାମ ସାରିଦେଇ ମୁଁ ରେଷ୍ଟ କରିବାକୁ ବାହାରିଥିଲି। ତ ଏ ଥିଲା ଆଜି ଦିନଟିର ମୋ ବ୍ଲଗ୍। ଭିଡ଼ିଓ ଭଲ ଲାଗିଥିଲା ଚ୍ୟାନେଲଟିକୁ ଲାଇକ୍, ତା ସହିତ ସେୟାର, ସବସ୍କ୍ରାଇବ୍ କରିବାକୁ ଜମା ଭୁଲିବେନି। ଜୟ ଜଗନ୍ନାଥ।